ଆଜିଠାରୁ 3 ଦିନିଆ କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଙ୍ଗଳକଣ୍ଟିଠାରେ ଗଳି ପୋଲର ଶୁଭ ଉଦ୍ଘାଟନ କରିଛନ୍ତି। ଏହି 3 ଦିନିଆ ଜନ୍ମମାଟି ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ବ୍ୟବସ୍ଥା ଥିବାବେଳେ ଆଜି ଅପରାହ୍ନ ସମୟରେ ଢେଙ୍କିକୋଟ ବଜାର ନିକଟ ଏକ ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପରେ 20 ନମ୍ବର ଜାତୀୟ ରାଜପଥର ଲଙ୍ଗଳକଣ୍ଟିଠାରେ ନୂତନ ଗଳିପୋଲର ଶୁଭ ଉଦ୍ଘାଟନ କରିଛନ୍ତି। ସଡ଼କ ସୁରକ୍ଷା ଓ ଟ୍ରାଫିକ ସମସ୍ୟାରେ ଏହା ସହଜସାଧ୍ୟ ହେବ। ବରବେଡ଼ା, ଟିକିରା, ଲଙ୍ଗଳକଣ୍ଟି ଗ୍ରାମ ତଥା ଢେଙ୍କିକୋଟ ଅଞ୍ଚଳବାସୀଙ୍କ ପାଇଁ ଏହି ଗଳିପୋଲ ଅତି ଆବଶ୍ୟକ ଥିଲା। ତେବେ ଏହି କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଯୋଗ ଦେଇଥିବା ବେଳେ ପ୍ରଭାତ ସମୟରୁ ପୋଲିସ ବିଭାଗ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ଅତି ଉତ୍ତମ ଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ରୋଚକ କଥା ହେଲା, ବହୁ ବର୍ଷରୁ ପଡ଼ି ରହିଥିବା ଅଳିଆ ଆବର୍ଜନା କେବଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପରିଷ୍କାର ହୋଇପାରିଲା। ଏଣୁ ଲୋକଙ୍କର ମତ 4-6 ମାସରେ ଥରେ ମନ୍ତ୍ରୀ ପ୍ରୋଗ୍ରାମ ହେବା ଆବଶ୍ୟକ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।